महाविष्णु पुराण पंचदश अध्याय। आहे महामुनु दक्ष निजे प्रजा सृष्टि पुणी सृष्टि अर्थे करी निज मन दृष्टि असंख्य तनय गुण उत्पादन कले दक्ष प्रजापति नाम सार्थ कराइले ब्रह्मा सृष्टि वृद्धि कले बही अनुराग धन्य दक्ष प्रजापति धन्य महाभाग तदंते से दक्ष ब्रह्मांकर बाणी शुणी साजिले से मन सुखे राशि राशि प्राणी द्विपाद आबर चतुष्पाद प्राणी गण चर चर निकर कले कसृजन आपणा मनरु दक्ष समस्त सृजिले ताहांकर रहिबा स्थान पुणी चिंता कले स्थावर जंगम आदि सृष्टि तो सचिते प्राणी मानंकु आश्रय देले विधि मते रहिले आनंदे पुणी पशु माने तही एहा परे मने चिंता कले दक्ष बिही एका बेले 60 कन्या कले जन्म सकले अटंती रूप गुणे अनुपम से कन्या मणिरु 10 कन्या दक्ष मणि विभा देले आनंद रे धर्म को से आणी कश्यपंकु 13 कन्या कले तो से दान ए अंते शुण मैत्रेय होई सावधान अश्विनी आदि जे 27 कन्या थिले संतोष होई चंद्रंकु विभा कराइले ए सर्व कन्यांक ठारु जिए हेले जात ताहा कहुअछि मुहि शुण तपोवंत देव दैत्य नाग यक्ष गंधर्व किन्नरी गोनर दानव लक्ष्मी आदि अपसरी आहे ऋषि से अवधि पूजाए समस्त मैथुन धर्म रे जान ए भवे संजात पूर्व काले प्रजा सृष्टि स्पर्श रे मातर दर्शन रे संकल्प रे तप रे आबर सेही काले होई अछि गत बहुदिन एमंत कार्य अटई पुत्र उत्पादन एही प्राय स्त्री पुरुष होइण जे वृद्धि सरब करी कहन्ते प्रभु दयानिधि एमंत कहन्ते पराशर ऋषि मणि पुछिले पुणी मैत्रेय जोड़िबेनि पाणी मैत्रेय उवाच हे गुरु शुणिछि मुहि आगरु एमंत ब्रह्मांक दक्षिण अंगुष्ठीरु दक्ष जात आबर शुणिलु प्रचेत सदक्ष बोली एथिरे संशय मोते लागू अछि खाली कहंतु से केउ रूप प्रचेतांक तहु केबे जात हेले शुणी मो संदेह जाऊ हे गुरु पुणी संशय मने जनमयी एणु करी श्री छामुरे पचारुछि मुहि चंद्रंक दोहित हंती यक्ष प्रजापति किपरि शाश्वत हेले असंभवती पराशर उवाच पराशर कहिले शुण हे मैत्रेय किंपाई मनरे हा करुछ संदेह एमाने हे नित्य व्यस्त निरवधि स्थित अनित्य नुहंती जान आहे तपवंत आविर्भावे जन्म बोली कथन हुई तीरो भावे मृत्यु बाणी उच्चारण होई ज्येष्ठ कि कनिष्ठ आउ बय क्रम बेसी तप प्रभावे सर्व नथिला हे ऋषि गणना नथिला किछि पूर्व काल रे वेद विधि मते हा वर्णना शास्त्र रे मैत्रेय उवाच
ଯେଉଁ ପ୍ରକାରେ ବ୍ରହ୍ମାଙ୍କ ଆଦେଶ ହେ ଦେବ, ସୃଷ୍ଟି ହୋଇଲେ ଦେବତା ଗନ୍ଧର୍ବ ଦାନବ, ଯକ୍ଷ ସର୍ପ ଆଦି କରି ଉତ୍ପତ୍ତି ଯେ ସନେ, ସେ କଥା କୁହନ୍ତୁ ଗୁରୁ ଦୟା କରି ମନେ। ଶୁଣିବା ନିମନ୍ତେ ସେହି ବିବରଣ ମୁହିଁ ଆଶା କରିଅଛି ତାହା କହନ୍ତୁ ବୁଝାଇ। ପରାଶର ଉବାଚ ଶୁଣ ହେ ମୈତ୍ରେୟ ଋଷି ଦେଇ ମନ କନ, ଯାହା ପ୍ରଶ୍ନ କଲ ତାହା କରୁଛି ବର୍ଣ୍ଣନ। ବ୍ରହ୍ମାଙ୍କର ଆଜ୍ଞା ଘେନି ଦକ୍ଷ ପ୍ରଜାପତି, ଯେଉଁ ପରି ଜୀବ ସୃଷ୍ଟି କଲେ ସେ ସୁମତି, ସେ କଥା ଗୋଟିଏ ପୂର୍ବ ଘଟଣା ଅଟଇ, ଏକ ଏକ କହୁଛି ମୁଁ ସମସ୍ତ ଫିଟାଇ। ପ୍ରଥମେ ସେ ଦକ୍ଷ ବିହି ଆନନ୍ଦିତ ମନେ, ଜୀବ ସୃଷ୍ଟି ଆରମ୍ଭିଲେ ଅତ୍ୟନ୍ତ ଯତନେ। ଆଗେ ଦେବ ଋଷି ପୁଣି ଗନ୍ଧର୍ବ ଅସୁର, ପନ୍ନଗ ଆଦି ଯେତେକ ପ୍ରାଣୀ ଅବନୀର, ମାନସରୁ ତାହା ସବୁ ସରଜନା କଲେ। ଜୀବଗଣ ମାନସିକ ପ୍ରାଣୀ ବୋଲାଇଲେ, ସୃଷ୍ଟି କଲେ ସତ୍ୟ ମାତ୍ର ଆଶା ନ ପୁରିଲା। ସ୍ତ୍ରୀ ପୁରୁଷ ବିନୁ ସୃଷ୍ଟି ବୃଦ୍ଧି ନ ହୋଇଲା, ତହୁଁ ସୃଷ୍ଟିର ନିମନ୍ତେ ଦକ୍ଷ ପ୍ରଜାପତି, ବିଳମ୍ବନ କରି ନିଜ ହୃଦ ମଧ୍ୟେ ଚିନ୍ତି। ଯେପରି ପୁତ୍ର ପୌତ୍ରାଦି କ୍ରମେ ହେବେ ବୃଦ୍ଧି, ତେସନ ଉପାୟ ପାଞ୍ଚିଲେ ସେ ଦକ୍ଷ ବିଧି। ମୈଥୁନ ଧର୍ମରେ ପ୍ରଜା ସୃଜିବାର ପାଇଁ, ବଳାଇଲେ ଅଭିଳାଷ ହରଷିତ ହୋଇ। କିରଣ ପ୍ରଜାପତିଙ୍କ କନ୍ୟା ସୁଲକ୍ଷଣୀ, ନାମ ଗୋଟିକ ତାହାରି ଅଟେ ଅସିକିନି। ସେ କନ୍ୟାକୁ ମୁନିବର ବିବାହ କରିଲେ, ତାହାଙ୍କ ଗର୍ଭରୁ ବହୁ ପୁତ୍ର ଜନ୍ମିଲେ। ଗଣନେ 5,000 ନନ୍ଦନ ଅଟନ୍ତି, ଏହି ଆଜ୍ଞା ଦେଲେ ପୁଣି ସେମାନଙ୍କ ପ୍ରତି। ସର୍ବେ ଯତ୍ନବାନ ହୋଇ କର ପ୍ରଜା ବୃଦ୍ଧି, ସଂସାର ମଧ୍ୟରେ ରହୁ ତୁମ୍ଭର ସୁସିଦ୍ଧି। ପିତୃ ଆଜ୍ଞା ଶିରେ ଘେନି ପୁତ୍ରମାନେ ଗଲେ, ପ୍ରଜା ବୃଦ୍ଧି କରିବାରେ ମନ ବଳାଇଲେ। ଏମନ୍ତ ସମୟେ ଆସି ନାରଦ ମହର୍ଷି, ସମସ୍ତଙ୍କୁ କହିଲେ ଯେ ଯତନେ ସମ୍ଭାଷି। ନାରଦ ଉବାଚ ଆସେ ଅସିକିନି ସୁତ ହର୍ଷ ଅଶ୍ୱଗଣ, ସର୍ବେ ମହାତେଜବନ୍ତ ବିକ୍ରମେ ଭୀଷଣ। ପ୍ରଜା ସୃଷ୍ଟି କାର୍ଯ୍ୟେ ତୁମ୍ଭ ବଳାଉଛ ମତି, ତେଣୁ ପୁଛୁଅଛି ମୁହିଁ ଗୋଟିଏ ଭାରତୀ। ତୁମ୍ଭେ ମାନେ ଜ୍ଞାନହୀନ ହେତୁ ପୁତ୍ର ଗଣ, କହୁଅଛି ଭଲେ ସର୍ବେ ମୋର କଥା ଶୁଣ। ଆଦି ମଧ୍ୟ ଅବସାନ ନ ଜାଣ ଧରାରେ, ପ୍ରଜା ବୃଦ୍ଧି କରିବ ହେ କେମନ୍ତ ପ୍ରକାରେ। ମୂର୍ଖ ପ୍ରାୟ ଏହି କାର୍ଯ୍ୟ ମଣୁଅଛି ମୁହିଁ, କି ରୂପେ କରିବ ପୂର୍ଣ୍ଣ କହ ସର୍ବ ଭାଇ। ମୋ କଥା ମାନିଣ ଆଗେ ଯାଅ ଭାଇ ଗଣ, ମନ ପ୍ରାଣ ଦେଇ କର ପୃଥିବୀ ଭ୍ରମଣ। ସେହି କାର୍ଯ୍ୟ କଲେ ପୂର୍ଣ୍ଣ ହେବ ମନ ବାଞ୍ଛା, ମିଛେ କିମ୍ପା ଅନର୍ଥକ ଭୋଗ କର ଇଚ୍ଛା। ପରାଶର ଉବାଚ ନାରଦଙ୍କ ଠାରୁ ଯହୁଁ ଏମନ୍ତ ଶୁଣିଲେ, ହେ ହର୍ଯସ୍ୱ ମାନେ ଚାରି ଦିଗେ ପଳାଇଲେ। ସମୁଦ୍ରକୁ ନଦୀ ଯାଇ ନ ବାହୁଡ଼େ ଯେହ୍ନେ, ସେ ହର୍ଯସ୍ୱ ମାନେ ଫେରି ନଇଲେ କତେହ୍ନେ।
ଧରା ପର୍ଯ୍ୟଟନେ ସର୍ବେ ସତର ଚଳିଲେ। ସେ ହର୍ଯସ୍ୱ ପୁତ୍ରେ ଦକ୍ଷ ନିରୁଦ୍ଦେଶ ହେଲେ। ତହୁଁ ପ୍ରଚେତ ସଦକ୍ଷ ମନେ ଚିନ୍ତି ଚିନ୍ତି ପୁଣି ଲକ୍ଷ୍ୟ କରି ସେହି ବୈରିଣୀର ପ୍ରତି। ତା ଗର୍ଭରୁ ଜନ୍ମାଇଲେ ସହସ୍ର କୁମାର। ସବାଳସ୍ୱ ବୋଲି ନାମ ହେଲା ତାହାଙ୍କର। ଏମାନେ ମଧ୍ୟ ନାରଦ ବାକ୍ୟ ଅନୁସାରେ ନିରୁଦ୍ଦେଶ ହୋଇ ପୁଣି ଭ୍ରମିଲେ ଧରାରେ। ଏହି ମର୍ମ ଜାଣି ପାରି ଦକ୍ଷ ପ୍ରଜାପତି ଅତି ଦୁଃଖେ ବିଚଳିତ ହେଲା ତାଙ୍କ ମତି। ନାରଦଙ୍କ ପ୍ରତି ରାଗେ କଲେ ସାପଦାନ। ହେ ନାରଦ ମୁନି ତୁମ୍ଭେ ହୁଅ ଲକ୍ଷ୍ୟହୀନ। ଏହି ରୂପେ ନାରଦଙ୍କୁ ଅଭିଶାପ ଦେଲେ। ପୁଣି ବୈରିଣୀ ଗର୍ଭରେ ସୁପ୍ରାଣ ଅର୍ପିଲେ। ଜନ୍ମାଇଲେ 60 କନ୍ୟା ଗୁଣବତୀ। ଶେଷ କଳେ ତେଜମୟୀ ରୂପବତୀ ଅତି। ଧର୍ମକୁଦ ସତନୟା ସମର୍ପଣ କଲେ। କଶ୍ୟପଙ୍କୁ 13 ଗୋଟି କନ୍ୟା ବିଭା ଦେଲେ। ଚନ୍ଦ୍ରମାଙ୍କୁ ଦେଲେ 27 ସୁକୁମାରୀ। ଅରିଷ୍ଟ ନେମିଙ୍କୁ ବିଭା ଦେଲେ କନ୍ୟା 4। ଆଉ 2 ଗୋଟି କନ୍ୟା ଅତି ରୂପବତୀ। ତାହାଙ୍କ ସମ ସୁନ୍ଦରୀ ନଥିଲେ କେକ୍ଷିତି। ସେ କନ୍ୟା ଦୁହିଁକି ଦେଲେ ଅଙ୍ଗିରାଙ୍କ ହାତେ। ଅନ୍ୟ କନ୍ୟା ମାନେ ବିଭା ହେଲେ ବସୁସୂତେ। ଅବଶେଷେ ଯେଉଁ 2 କନ୍ୟା ରହିଥିଲେ କୁଶାଶୋକ ମୁନିଙ୍କୁ ସେ କନ୍ୟା ନେଇ ଦେଲେ। ସେମାନଙ୍କ ନାମ ପୁଣି ତାହାଙ୍କ ତନୟ। ବଂଶାବଳୀ କଥା ଏବେ ଶୁଣ ହେ ମୈତ୍ରେୟ। ଭାନୁ ବିଶ୍ୱାବସୁ ଯାର ଲମ୍ବା ମରୁତୋତି। ମୁହୂର୍ତ୍ତା ସଂକଳ୍ପା ସାଧ୍ୟ ଶୁଣି ଅରୁନ୍ଧତୀ। ଏହି 10 ଗୋଟି କନ୍ୟା ଧର୍ମଙ୍କ ଘରଣୀ। ଏହାଙ୍କ ପତ୍ୟ ମାନେ ଯେବା ଶୁଣ ପୁଣି। ବିଶ୍ୱାରତନୟ ସର୍ବ ବିଶ୍ୱଦେବ ମାନେ। ସାଧ୍ୟଗଣ ଅଟନ୍ତି ଯେ ସାଧ୍ୟର ନନ୍ଦନେ। ମରୁତୋତିର ନନ୍ଦନ ମରୁତୋତ ଚୟା। ବସୁଗଣ ଅଟନ୍ତି ଯେ ବସୁର ତନୟା। ଭାନୁର କୁମର ଗଣ ଭାନୁ ବୋଲାଇଲେ। ମୁହୂର୍ତ୍ତା ପୁତ୍ରେ ମୁହୂର୍ତ୍ତ ନାମକୁ ବହିଲେ। ଲମ୍ବର ତନୟ ଗଣ ଘୋଷା ନାମେ ଖ୍ୟାତ। ନାଗଶ୍ରେଣୀ ମାନେ ହେଲେ ଜାମିର ଯେ ସୂତ। ଅରୁନ୍ଧତୀର ଗର୍ଭରୁ ଚରାଚର ପ୍ରାଣୀ। ସମ୍ଭୂତ ହୋଇଲେ ସର୍ବେ ବେଳ କାଳ ଜାଣି। ସଂକଳ୍ପା ଗର୍ଭୁ ସଂକଳ୍ପ ଉତ୍ପନ୍ନ ହେଲେ। ବଳର ଗର୍ଭରୁ 8 ବସୁ ଜନମିଲେ। ପ୍ରଥମ ବସୁ ଅମର ଯେ ସନ୍ତାନ ପୁଣି। ଚେତଣ୍ଡ୍ୟ ନାମ ତାବର ଶ୍ରମଶାନ୍ତ ଧନି। ଦ୍ୱିତୀୟ ବସୁ ଯେ ଅଟେ ଧ୍ରୁବ ନାମ ତାର। କାଳ ନାମ ବହି ଯେ ହୁକରଇ ସଂହାର। ତୃତୀୟ ବସୁ ମୌମର ବଚ୍ଚ ନାମେ ସୂତ। ଯାଠାରୁ ଇଚ୍ଛସି ବୋଲି କୁମର ସମ୍ଭୂତ। ଅନିଳର ପତ୍ନୀ ଶିବ ତା ଗର୍ଭୁ ଉତ୍ପତ୍ତି। ମନୋଜବ ନାମକ ଯେ ସୁମୂର୍ତ୍ତି ସନ୍ତତି। ଅନିଳର ପତ୍ନୀ ଶିବ ତା ଗର୍ଭୁ ଉତ୍ପତ୍ତି। ମନୋଜବ ନାମକ ଯେ ସୁମୂର୍ତ୍ତି ସନ୍ତତି। ପଞ୍ଚମ ବସୁର ନାମ ଧର ବୋଲି ଖ୍ୟାତ। ତା ଘରଣୀ ମନୋହରା ଠାରୁ 5 ସୂତ। ସେ 5ଙ୍କ ନାମ ଶୁଣ ଆହେ ଋଷି ସାଇଁ। ଗୋଟି ଗୋଟି କରି ତାହା କହୁଛି ବୁଝାଇ।
ଅତି ସୁକୁମାର ଅଟନ୍ତି ସେ 5 ଜଣ। ହୃତ ହବ୍ୟବହ ପ୍ରାଣ ଆରକେ ଦ୍ରବୀଣ। ବରୁଣ ଶିଶିର ନାମେ ବିଖ୍ୟାତ ଭୁବନେ। ଏଥୁ ଅନ୍ତେ ଶୁଣ ମୁନି ଆନନ୍ଦିତ ମନେ। ସରସ୍ତମ୍ଭେ ଜାତ ଅଗ୍ନିତନୟ କୁମାର। କୃତିକା ମାନଙ୍କ ସୁତ କାର୍ତ୍ତିକେୟ ସ୍ୱର। ସେହି କାର୍ତ୍ତିକ ଅନୁଜ ନାମ ଯେ ବିଶାଖ। ନୈଗମେୟ ଶାକ ବୋଲି ପୁଣି ସେ ଆରେକ। ଦେବକ ଋଷି ଅଟନ୍ତି ପୁତ୍ର ପ୍ରତ୍ୟୁଷର। କ୍ଷମାବାନ ମନା ସିଏ ଦେବଳ କୁମାର। ବ୍ରହ୍ମଚାରିଣୀ ବର ସ୍ତ୍ରୀ ଯୋଗ ସିଦ୍ଧା ସତୀ। ବୃହସ୍ପତିଙ୍କ ଭଗିନୀ ରୂପ ଗୁଣବତୀ। ବିଶ୍ୱ ବିବରଣ ବାଳା ଅଶୋକତା ହେଲା। ବିଶେଷ ଭାବରେ ଅନୁରାଗିଣୀ ହୋଇଲା। ଅଷ୍ଟମ ବସୁ ପ୍ରଭାସ ପତ୍ନୀ ସେ ଅଟଇ। ପ୍ରଜାପତି ବିଶ୍ୱକର୍ମା ଯାହାର ତନଇ। ଦେବଗଣଙ୍କ ବର୍ଦ୍ଧକୀ ଶିଳ୍ପୀ ଶ୍ରେଷ୍ଠ ଯେବା। ତାହାଙ୍କର ଗୁଣ ରାଣୀ କହିବ କେ ଅବା। ବିଶ୍ୱକର୍ମାଙ୍କ ତୃତୀୟ ପୁତ୍ର ତୋଷ୍ଟା ନାମ। ଅତ୍ୟନ୍ତ ସୁନ୍ଦର ସେହି ସର୍ବଗୁଣ ଧାମ। ସେ ତୋଷ୍ଟାଙ୍କ ପୁତ୍ର ମହାଯଶ ବିଶ୍ୱରୂପ। ଶୁଣ ଏବେ ଏକାଦଶ ରୁଦ୍ରଙ୍କ ସ୍ୱରୂପ। କପର୍ତ୍ତି ତ୍ର୍ୟମ୍ବକ ମୃଗ ବ୍ୟାଧ ପରାଜିତ। ସଦାଶିବ ବୃକ୍ଷା କପି କପାଳିରେ ବତ। ବହିରୂପା ପରାଜିତ ଶମ୍ଭୁ ଆଉ ହର। ରୁଦ୍ରଗଣଙ୍କର ନାମ ଏହି ପରକାର। ଏମାନେ ତ୍ରିପୁର କର୍ତ୍ତା ତ୍ରିପୁର ଅନ୍ତକ। ଆବର କହୁଛି ଶୁଣ ହେ ଋଷି ନାୟକ। କଶ୍ୟପଙ୍କ ପତ୍ନୀ ମାନେ ପରମ ସୁନ୍ଦରୀ। ଦ୍ୱିତୀୟ ରିଷ୍ଟାସୁର ସା ଚତୁରୀ। ବିନତାସୁର ଭିଦନୁ କ୍ରୋଧ ବଣା ବାଳା। କଦ୍ରୁଇରା ତାସା ମୁନି ଏହି 13 ବାଳା। ଏମାନଙ୍କର ପତ୍ୟ ନାମ ଏବେ ଶୁଣ। ରାକ୍ଷସ ମନୁ ଅମୂଳେ ତୁକ୍ଷତ ବୋଲିଣ। ଥିଲେ ଯେ ସୁର ଉତ୍ତମ ଶ୍ରେଷ୍ଠ ଷଡ଼ମୁନି। ମନ କର୍ଣ୍ଣ ଦେଇ ଶୁଣ ହେ ମୈତ୍ରେୟ ମୁନି। ପ୍ରବେଶ ହେଉଣୁ ବୈବସ୍ୱତ ମନନ୍ତର। କ୍ରମାଗତ ତଥା ସମ୍ମିଳନେ ପରସ୍ପର। ପରସ୍ପର ମଧ୍ୟରେ ଯେ ହେଲେ କୁହାକୁହି। ଆସ ଆମ୍ଭେ ମାନେ ଅଦିତିର ଗର୍ଭେ ଯାଇ। ପଶିବାଏ ଅବକାଶେ ବିଳମ୍ବ ନ କର। ବୈବସ୍ୱତ ମନନ୍ତର ଜନ୍ମିବା ସଂସାର। ଏଥିରେ କଲ୍ୟାଣ ହେବ ସଭିଙ୍କର ଭଲେ। ଏହା ହିଁ ଚାକ୍ଷୁଷ ମନନ୍ତରେ ସ୍ଥିର କଲେ। କଶ୍ୟପଙ୍କ ଔରସରେ ଅଦିତି ଦୟିତ। ବୈବସ୍ୱତ ମନନ୍ତରେ ହୋଇଲେ ସମ୍ଭୂତ। ଏହି ମନନ୍ତରେ ଅଦିତିଙ୍କ ପୁତ୍ର ଗଣ। 12 ଆଦିତ୍ୟ କଲେ ଜନମ ଗ୍ରହଣ। ସେମାନଙ୍କ ନାମ ଏବେ ଶୁଣ ମନ ଦେଇ। କହୁଛି ତୁମ୍ଭଙ୍କୁ ତାହା ଅତି ଶ୍ରଦ୍ଧା ବହି। ଶକ୍ରତୋଷ୍ଟା ଧାତା ବିଷ୍ଣୁ ଅର୍ଜମା ବରୁଣ। ସବିତା ମିତ୍ର ପୁଷ୍ପ ଯେ ଅଂଶ ବିବସ୍ୱାନ। ଭୋଗ ସହିତେ 12 ପୁତ୍ର ଅଦିତିର। 12 ଆଦିତ୍ୟ ନାମେ ଜଗତେ ପ୍ରଚାର। ଚାକ୍ଷସ କାମ ମାନଙ୍କୁ ସମୟ ସେମାନେ। ତୁଷିତ ନାମ ନେବତା ଥିଲେ ଭୁବନେ। ବୈବସ୍ୱତ ମନନ୍ତରେ ସେମାନେ ମାତର।
ଦ୍ୱାଦଶ ଆଦିତ୍ୟ ନାମେ ହୋଇଲେ ପ୍ରଚାର। ଯେଉଁ 27 ଜଣ ଚନ୍ଦ୍ରଙ୍କ ବାରିଜା, ବିଖ୍ୟାତ ନକ୍ଷତ୍ର ରୂପେ ସେ ଅଶ୍ୱିନୀ ଦ୍ୱିଜା। ରୋହିଣୀ କୃତିକା ପୁନର୍ବସୁ ପୁଷ୍ୟାଦି, ଅସଂଖ୍ୟ ପୁତ୍ର ତାଙ୍କର ଜାଣ ହେ ସୁବିଧି। ଅରିଷ୍ଟ ନେମି ଭାର୍ଯ୍ୟାରେ 16ଟି କୁମାର, ବିଦ୍ୟୁ ନାମ୍ନୀ ମହାସତୀ ନାମ ଅଟେ ଯାର। ବହୁ ପୁତ୍ରର ଯେ 4 ଗୋଟି ପ୍ରିୟବତୀ, ଲୋହିତା କପିଳା ସୀତା ପିତା ନାମ ଖ୍ୟାତି। ଜ୍ୟେଷ୍ଠ ମରୁକ୍ସରବ ଯେ ବ୍ରହ୍ମର୍ଷି ସକୃତ, ଯେ ସବୁ ପ୍ରତ୍ୟଙ୍କ ଠାରୁ ଜାଣ ହେ ସମ୍ଭୂତ। ଦେବ ଋଷି ଯେ କୃଷ୍ଣାସ ତାହାଙ୍କ ନନ୍ଦନ, ଦେବ ପ୍ରହରଣ ଦେବ ଅସ୍ତ ବୋଲି ଜାଣ। ଏମାନେ ସହସ୍ର ଯୁଗ ପରେ ପୁନରାୟ, ଅଖିଳ ବ୍ରହ୍ମାଣ୍ଡ ପୃଷ୍ଠେ ହୁଅନ୍ତି ଉଦୟ। ହେ ମୈତ୍ରେୟ ବସୁ ଆଦି ଦେବଗଣ ଯେତେ, ଉତ୍ପନ୍ନ ହୁଅନ୍ତି ସର୍ବେ ନିଜ ଇଚ୍ଛା ମତେ। ଏ ଦେବତା ସମୂହଙ୍କ ନିରୋଧ ଉତ୍ପତ୍ତି, କୁହନ୍ତି ଜଗତେ ବେ ଶୁଣ ଦେଇ ମତି। ଯେ ସନେ ଉଦୟସ୍ତ ହୁଅନ୍ତି ଦିନକର, ଯୁଗେ ଯୁଗେ ଜାତ ଯେହ୍ନେ ଅମର ନିକର। କଶ୍ୟପ ଔରସେ ଦିତି ଗର୍ଭୁବେ ନିସୂତ, ହିରଣାକ୍ଷ ହିରଣ୍ୟକଶିପୁ ନାମେ ଜାତ। କନେକା ସିଂହିକା ବିପ୍ରଚିତ୍ତର ଘରଣୀ, ଅଜ୍ଞାନାସିକ ପତିବ୍ରତା ଯେ ସୁଲକ୍ଷଣୀ। ହିରଣ୍ୟକଶିପୁ ଠାରେ ହୋଇଲେ ଜନମ, ଅନୁହ୍ଲାଦ ପୁଣି ଯେ ପ୍ରହ୍ଲାଦ ନାମ। ଆବର ପ୍ରହ୍ଲାଦ ନାମେ ସବୁ ନନ୍ଦନ, ଏମାନେ ଅଟନ୍ତି ଦୈତ୍ୟ ବଂଶ ବିବର୍ଦ୍ଧନ। ପ୍ରହ୍ଲାଦ ନାମରେ ତାଙ୍କ ମଧ୍ୟ ଯେଉଁ ସୂତ, ମହାଚତୁର ସେ ପୁଣ୍ୟ ମହାଭାଗ୍ୟବନ୍ତ। ଅତ୍ୟନ୍ତ ସୁନ୍ଦର ଠାଣି ଲାବଣ୍ୟ ଶରୀର, ଶାନ୍ତ ଧୀର ସମଦୃଷ୍ଟି ଅଟଇ ତାହାର। ମହାବିଷ୍ଣୁ ଭକ୍ତ ଅଟେ ସେ ବାଳୁତ ବଛି, ହରିନାମ ବିନା ତାକୁ ନ ରୁଚଇ କିଛି। ତେଣୁ କରି ହରି ତାର ହୃଦୟ କମଳେ, କରିଥାନ୍ତି ଅବସ୍ଥାନ ସଦା ଭାବ ଭୋଳେ। ଭକତ ବତ୍ସଳ ହରି ଭକତ ଜୀବନ, ଭକତ ଭାବରେ ରହିଥାନ୍ତି ଅନୁଦିନ। ବାଳକ ଭକ୍ତ ପ୍ରହ୍ଲାଦ ମନ ପ୍ରାଣ ଭରି, ନିରବଧି ମୁଖେ ବୋଲୁଥାନ୍ତି ହରି ହରି। ତାର ପିତା ହରି ଦ୍ୱେଷୀ ପ୍ରତାପୀ ଅଟଇ, ହରି ନାମ ଶୁଣି କୋପେ ଗର୍ଜନ କରଇ। ଜାଣିପାରି ପ୍ରହ୍ଲାଦର ରାଜନୀତି ଭାବ, କ୍ରୋଧାନଳେ ପ୍ରଜ୍ୱଳିତ ସେ ଦୈତ୍ୟ ଦାନବ। କୋପାନ୍ୱିତ ହୋଇ କେତେ କଷଣ ସେ ଦେଲା, ପ୍ରହ୍ଲାଦକୁ କିଞ୍ଚିତ କଷ୍ଟ ନ ବାଧିଲା। ଯାହାକୁ ସାହା ଅଛନ୍ତି ପ୍ରଭୁ ଶ୍ରୀପତି, ତାହାର ସଂସାରେ କେବା କରିପାରେ କ୍ଷତି। ଶୁଣି ପ୍ରହ୍ଲାଦର ପିତା ଅତି କୋପ ହୋଇ, ପର୍ବତ ଶିଖରୁ ତାକୁ ଦେଲା କଗଡ଼ାଇ। ଅନଳରେ ପୋଡ଼ାଇଲା ମହାକ୍ରୋଧ ଭରେ, ମଡ଼ାଇଲା ମତ ହସ୍ତୀମାନଙ୍କ ପାଦରେ। ସାଗରେ ମିଳିଲା ନେଇ ସେ ଦୁଷ୍ଟ ଦଇତ,
ଖୁଣ୍ଟରେ ଆଣ୍ଟରେ ବାନ୍ଧି ପ୍ରହାରୀ ବହୁତ, ନାନା ଅସ୍ତ୍ରେ ହଣା କଟା କରାଇଲା ପୁଣି, ଭକ୍ଷିବା ଦ୍ରବ୍ୟରେ ବିଷ ଦେଲା ଶିର ଝୁଣି। ଶିଶୁ ଭକ୍ତ ପ୍ରହ୍ଲାଦ ସକଳ ସହିଲା, ଯେତେ ଦଣ୍ଡ ଦେଲା ତାର କିଛି ନ ହୋଇଲା। ବିପଦ ବେଳେ ଯାହାକୁ ରଖନ୍ତି ଶ୍ରୀହରି, କେଉଁ ଛାର ବଳବନ୍ତ ତାକୁ ମାରି ପାରି। ଆଜନ୍ମ ହରିଙ୍କ ଭକ୍ତ ବାଳକ ପ୍ରହ୍ଲାଦ, ତେଣୁ ତାହାକୁ ଭରସା ପ୍ରଭୁ ଆଦି କନ୍ଦ। ସାଧୁ ସ୍ୱଭାବ ଯାହାର ବାଲ୍ୟକାଳେ ଅଛି, ତାର ଶତ୍ରୁ ପଣେ କେବା କରିପାରେ କିଛି। ଦୈତ୍ୟ ବୀର୍ଯ୍ୟ ସିନା ଜନ୍ମ ଅଟେ ପ୍ରହ୍ଲାଦର, ଦେବତା ସ୍ୱରୂପ ବୋଲି ତାକୁ ମନେ କର। ଆହେ ଋଷି ସଦା ହରି ଭକତର ଜୟ, ବଳେ ଯାଚି ଦିଅନ୍ତି ହରି ଭକ୍ତର ଭୟ। ସଂକ୍ଷେପେ କହିଲି ଭକ୍ତ ପ୍ରହ୍ଲାଦ କାହାଣୀ, ପରେ କହିବି ବିସ୍ତାରି ଶୁଣିବ ତା ପୁଣି। ଏ ବିଷ୍ଣୁ ପୁରାଣ ଅଟେ ସୁଧାର ସାଗର, ପରାଶର କହିଲେ କ ମୈତ୍ରେୟ ଆଗର। ଲେଖିଲା ପ୍ରାକୃତ ବନ୍ଧେ ୟା କ୍ଷେତ୍ର ମୋହନ, ଶ୍ରୀକୃଷ୍ଣଙ୍କ ପାଦ ପଦ୍ମ କରିଣ ସ୍ମରଣ। ଇତି ଶ୍ରୀ ମହାବିଷ୍ଣୁ ପୁରାଣେ ପ୍ରଥମ ଖଣ୍ଡେ କଣ୍ଡୁ ଓ ଋଷି ଆଖ୍ୟାନ ଦକ୍ଷ କର୍ତ୍ତୃକ ମୈଥୁନ ଧର୍ମ ପ୍ରଜା ସୃଷ୍ଟି କଥନ ନାମ ପଞ୍ଚଦଶ ଅଧ୍ୟାୟ। ଷୋଡ଼ଶ ଅଧ୍ୟାୟ। ପ୍ରହ୍ଲାଦ ଚରିତ ଶ୍ରବଣେ ମୈତ୍ରେୟଙ୍କ ଅନୁରାଗ ଓ ପରାଶରଙ୍କୁ ପ୍ରତିପ୍ରଶ୍ନ। ମୈତ୍ରେୟ ଉବାଚ, ପରାଶରଙ୍କୁ ଚାହିଁଣ ପୁଛିଲେ ମୈତ୍ରେୟ, ପ୍ରହ୍ଲାଦଙ୍କ ଚରିତ ଅଟେ ସୁଧାମୟ। ଆପଣ ଯେ ପ୍ରକାଶିଲେ ମାନବଙ୍କ ବଂଶ, ବ୍ରହ୍ମାଣ୍ଡ କାରଣ ପୁଣି ବିଷ୍ଣୁ ଜଗଦୀଶ। ଆବର କହିଲେ ଦୈତ୍ୟ ମାନଙ୍କ ବଂଶଜ, ବିଷ୍ଣୁ ଭକ୍ତ ପ୍ରହ୍ଲାଦ ଶିଶୁ ମହାବୀର୍ଯ୍ୟ। ତାର ନିଜ ପିତା ଅଟେ କ୍ରୂର ଦୈତ୍ୟ ଈଶ, ଶତ୍ରୁପଣେ ପ୍ରହ୍ଲାଦେ ଦେଲା ନାନା କ୍ଲେଶ। ଦୈତ୍ୟ କୁଳ ଉଦ୍ଭବ ଶ୍ରୀ ବିଷ୍ଣୁଙ୍କ ଭକତ, ସର୍ବଗୁଣାକାର ସେ ଯେ ମହାବୁଦ୍ଧିମନ୍ତ। ଅନଳରେ ଦୈତ୍ୟ ସ୍ୱର ତାକୁ ପୋଡ଼ାଇଲା, ନ ପୋଡ଼ି ଅଗ୍ନି ମଧ୍ୟରୁ ବାହାର ହୋଇଲା। ଯା ଦେହରେ ଅସ୍ତ୍ର ବାଜି ହେଲା ଖଣ୍ଡ ଖଣ୍ଡ, ବାଧିଲା ନାହିଁ ଯାହାକୁ ନାନାବିଧ ଦଣ୍ଡ। ମହାସିନ୍ଧୁ ଜଳୁ ଯେବା ହୋଇଲା ଉଦ୍ଧାର, ପର୍ବତୁ ଗଡ଼ାନ୍ତେ କିଛି ନ ହୋଇଲା ଯାର। ଛିନ୍ନ ଭିନ୍ନ ହୋଇଗଲା ନିବିଡ଼ ବନ୍ଧନ, ନ ହୋଇଲା କିଛି ତାର କରିବି ସପାନ। ସର୍ପଙ୍କ ଦଂଶନ ଯେହୁ ସୁରକ୍ଷିତ ହେଲା, ମତ୍ତ କରିବର ପାଦେ ଦଳିତ ନହିଲା। ଏମନ୍ତ ଯେ ବିଷ୍ଣୁଙ୍କର ଅଟେ ମହାଭକ୍ତ, ଯାହାର ମହାତ୍ମା ଗୁରୁ ଠିକେ କଲେ ବ୍ୟକ୍ତ। ସେହି ମହାତ୍ମା ବାଳକ ଭକ୍ତର କଥନ, ବିସ୍ତାର ବର୍ଣ୍ଣନେ ଶୁଣିବାକୁ ବଳେ ମନ। ଏ ସଂସାରେ ଅଲୌକିକ ପ୍ରଭାବ ଯାହାର, ସେ ଦୀପ୍ତ ତେଜ କାହାଣୀ କୁହ ମୋ ଆଗର। ଆହେ ଗୁରୁଦେବ ମନେ ସଂଶୟ ଲାଗଇ, ହଣାଇଲା ଦୈତ୍ୟରାଜ ଶସ୍ତ୍ରେ କାହିଁ ପାଇଁ। କେଉଁ କାରଣେ ପରି ଧାର୍ମିକ ପୁତ୍ରକୁ
ପିତା ହୋଇ ପେଲି ଦେଲା ଅଗାଧ ସିନ୍ଧୁକୁ। କି ହେଲା ଛାତିରେ ଦେଲା ପାଷାଣ ମଡ଼ାଇ, କି କାରଣ ଗିରି ପରୁ ଦେଲା ସେ ଗଡ଼ାଇ। କାହିଁ ପାଇଁ ମହାକାଳ ସର୍ପ ଦଂଶାଇଲା, କିମ୍ପା ପୁଣି ନେଇ ଅଗ୍ନି କୁଣ୍ଡେ ନିକ୍ଷେପିଲା। ଦିଗଦନ୍ତୀଙ୍କ ଦନ୍ତରେ ପ୍ରହ୍ଲାଦର ଛାତି, କି କାରଣେ ଭୂଷାଇଲା ସେହି ଦୈତ୍ୟପତି। ସଂଶୋଷକ ବାୟୁ କିମ୍ପା ଯୋଚିତ ଶରୀର, କରାଇଲା ଦୈତ୍ୟରାଜ ଅତି କୋପ ଭରେ। କୃତ୍ୟ ନିଯୋଗିଲେ କିମ୍ପା ଦୈତ୍ୟାଚାର୍ଯ୍ୟ ଗଣ, କିମ୍ପା ପ୍ରୟୋଗିଲା ମାୟା ସମ୍ବରକୁ ପୁଣ। ଦୈତ୍ୟପତିର ପାଚକ ମାନେ କି ନିମନ୍ତେ, ହଳାହଳ ଭରି ଦେଲେ ଭକ୍ଷ ଦ୍ରବ୍ୟ ସାଥେ। ଯେଉଁ ବିଷକୁ ପ୍ରହ୍ଲାଦ ଅତି ସନ୍ତୁଷ୍ଟରେ, ଭକ୍ଷଣ କରି ସେ ଜିନ କଲା ଅକ୍ଳେଶରେ। ଏସବୁ କଥା ଅତ୍ୟନ୍ତ ବିଚିତ୍ର ଅଟଇ, ଦୟାକରି ଗୁରୁଦେବ କହନ୍ତୁ ତା ଫେଇ। ଯେତେ କଷଣ ସହିଲା ଶିଶୁ ବିଷ୍ଣୁ ଭକ୍ତ, ସୁପ୍ରସନ୍ନେ ମୋ ଆଗେ ତା କରନ୍ତୁ ହେ ବ୍ୟକ୍ତ। ଯେଉଁ ପ୍ରହ୍ଲାଦ ଦୈତ୍ୟ ନାନା ଉପଚାରେ, ମାରି ନ ପାରିଲେ ବିଷ୍ଣୁ ସାହା ବୋଲି ତାରେ। ତହିଁରେ କିମ୍ପାଇଁ ଜନ୍ମୁ ନାହିଁ କୁତୁହଳ, ବଡ଼ ବିଚିତ୍ର ବିଷୟ ଏହା ତପଶୀଳ। ସମର୍ପି ଦେଇଣ ମନ ଯେବା ବିଷ୍ଣୁ ଠାରେ, ଶତ୍ରୁପଣ କରି କେବା ତାକୁ ମାରିପାରେ। ସୁଚରିତ ସୁଧାର୍ମିକ ଯେଉଁ ଦୈତ୍ୟ ସୁତ, ଯେ ପ୍ରହ୍ଲାଦ ବୀରେ ବିଷ୍ଣୁ ପୂଜାରତ। ତା ପୁତ୍ର ଶତ୍ରୁ ତା ହେବା ଉଚିତ ନୁହଇଁ, କେମନ୍ତ ପ୍ରକାରେ ତାହା କଲା ଦୈତ୍ୟ ସାଇଁ। ପ୍ରହ୍ଲାଦ ଜନ୍ମ କର୍ତ୍ତା ଅଟଇ ଯେ ଦୈତ୍ୟ, ତା ପ୍ରତି ଅନିଷ୍ଟ ବୁଦ୍ଧି ସମ୍ଭବେ କେମନ୍ତ। ଯେ ଅଟେ ଅତି ଧର୍ମାତ୍ମା ବିବତ୍ସର ପ୍ରାଣୀ, ତା ପ୍ରତି କି ହେତୁ ପ୍ରହାରଇ ଦୈତ୍ୟ ଶ୍ରେଣୀ। ଏମନ୍ତ ସଦ୍ଗୁଣବନ୍ତ ପୁତ୍ର ହେଲେ ବୈରୀ, ପ୍ରହାର ପାଇବା ଯୋଗ୍ୟ ହେଲା ସେ କିପରି। ସଦ୍ବଂଶୁ ସମ୍ଭୂତ ହୋଇ କରି ଦୈତ୍ୟ ରାଣ, କିମ୍ପା କଲେ ନିଷ୍ଠୁର କର୍ମ ଆଚରଣ। ପିତା ହୋଇ ବିନା ଦୋଷେ ଦଣ୍ଡିଲା କାହିଁକି, କିମ୍ପା ମହାଶତ୍ରୁ ହେଲା ସେ ଦୈତ୍ୟ ସାଇଁକି। ସେହି ହିରଣ୍ୟକଶିପୁ ଏଡ଼େ ଦୁଷ୍ଟପଣ, ହୋଇଲା କାହିଁକି ତାହା କହନ୍ତୁ ଆପଣ। ଆଉ କାହାକୁ କିପରି ଦଣ୍ଡିଛି ସେ ଦୁଷ୍ଟ, ସକଳ ଶୁଣିବା ପାଇଁ ବଳିଛି ଅଭୀଷ୍ଟ। ମହାସାଧକ ବାଳକ ଭକ୍ତ ପ୍ରହ୍ଲାଦର, ସର୍ବ ବିବରଣ ଶୁଣିବାକୁ ଇଚ୍ଛା ମୋର। ଏମନ୍ତ ପ୍ରକାରେ ପୁଚ୍ଛା କଲେ ମୈତ୍ରେୟ, କଥା ଆରମ୍ଭିଲେ ପରା ସର କରି ସ୍ନେହ। ସେହି ବେନି ଋଷିଙ୍କର ଅପୂର୍ବ ସମ୍ବାଦ, ଭାଷା ଛନ୍ଦେ ଲେଖିବାରେ ମନେ ବିହି ମୋଦ। ଅନ୍ତର୍ଯ୍ୟାମୀ ନାରାୟଣ ପାଦେ ରଖି ମନ, ଲେଖିଲା ବିଷ୍ଣୁ ପୁରାଣ କ୍ଷେତ୍ରବାସୀ ଦୀନ। आहे विष्णु भक्ते विष्णु उपासना कर, अपनिंदा अन्याय जे होई जीव दूर। ए महाविष्णु पुराण
ଅଟେ ସୁଧାମୟ। ପତି ଶୁଣି ଜନେ ଭବ ସିନ୍ଧୁ ପାରି ହୁଅ। इति श्री महाविष्णु पुराणे प्रथम खंडे प्रहल्लाद चरित श्रवणे मैत्रेय प्रश्ने नाम 16 अध्याय। 17 अध्याय प्रह्लाद चरित। पराशर उवाच मैत्रेयंकु कहिले पराशर ऋषि शुण आहे मैत्रेय तपिकुल शशि। प्रहल्लादर चरित अति मनोहर आस्वादने कहानी सुधारु मधुर। श्रवण मात्रे दुष्कृत मान क्षय हुए अशेष वेदना मनु दूर होई जाए। हिरण्यकशिपु जेहु दितिर नंदन पूर्व काले ब्रह्मांकु जे कलाराधन। ब्रह्मांक प्रदत्त वरे होइला दर्पिष्ठ तहि कि से कला पुणी बढ़ई अनिष्ठ। पर श्री कातर होई से दुष्ट दैत्य मनरे पांचिला सदा सबुरी अहित। चंद्र सूर्य अग्नि वायु वरुण कुबेर छड़ाई आनिला समस्तଙ୍କ अधिकार। त्रिलोक्य जाक आपणा बसरे रखिला इंद्रर इंद्रत्व से छड़ाई आनिला। जमर जम पद को घेनिला कबले महा उपद्रव घटाइला नाना स्थले। निजर बड़ी मापण देखाई होइला देवता मानंकु पाद तले खटाइला। एही परि भिआइला नाना उत्पात खातर न कला तिले काहाकु से दैत्य। सर्वदेवतांक पद घेनिला छड़ाई केते देवतांकु स्वर्गु देला कतड़ाई। अतिशय दुख मने अमर मंडली निराश होई भ्रमिले शोकानले जली। अति दर्पे बड़ी मारे से राक्षस राय हरिला देवंक यज्ञ भाग समुदाय। से दुष्ट कथा हे ऋषि कि कहिबि आउ ता भये सबुरी छाती हुए दाउ दाउ। सकल देवता हेले ताहार किंकर न रखिला कारपण प्रतापी असुर। बलात्कारे समस्तंक पद से हरिला तेणु तिनि पूरे आर्तनाद पड़ीगला। त्रिभुवन संपद को भोग कलापे जोगींकर जोग भग्न कला महाकोपे। भय त्रस्त होई सर्व देवता के जेणे स्वर्ग छाड़ी पलाइले न रहिले जणे। भय मानव देह को धरी देव गण धरणी मंडले आसी कले विचरण। महा ऐश्वर्यर गर्वे होई उन्मत्त धरा को सरापराए मणिला दैत। बाहुबले त्रिभुवन करायत कला बेळु बेळु उपद्रव तार बढ़ीगला। महापराक्रमी अटे कश्यपर पुत्र निज शिरे इंद्र करे टेकाइला छत्र। सकल देवंकु भृत्य पणे निजगिला पूर्व कीर्ति देवालय मान भांगी देला। विष्णु भक्त मानंकु देला बहु कष्ट अनवरतरे मर्ते तादर्प गरिष्ठ।
ଅନେକ ଦେବତା ପରି ହରିସୁର ପୁରୀ ଧରାଧାମରେ ଗୋପନେ ବିହରିଲେ ଡରି। ଅତି ଦମ୍ଭଗାରୀ ମାରେ ସେହି ଦୈତ୍ୟପତି ବେଳୁ ବେଳ ଆଚରିଲା ବଡ଼ଇ ଅନୀତି। କଳେ ବଳେ କୌଶଳେ ହେଲା ସେ ଦୁର୍ଜୟ ବ୍ରହ୍ମା ବରେ ତ୍ରିଭୁବନ ନାହିଁ କାକୁ ଭୟ। କେହି ତାଗେ ଭରସି ନ ଫିଟାନ୍ତି ତୁଣ୍ଡ ଅଳପ ଦୋଷେ ଦୁର୍ବୃତ୍ତ କାଟିଦିଏ ମୁଣ୍ଡ। ତାଗରେ ଯେଉଁ ପ୍ରାଣୀ ନ ଯୋଡ଼ଇ ହସ୍ତ କୋପେ ତାକୁ ଦୈତ୍ୟପତି କରେ ବହୁ ବ୍ୟସ୍ତ। ଯେ ଅବତାର ଜୟ ମୁଖେ ନ ଯେ ଘୋଷଇ ସଙ୍ଗେ ସଙ୍ଗେ ମୁଣ୍ଡ ତାର ମହିରେ ଲୋଟଇ। ଅଭ୍ର ସ୍ଫଟିକମୟ ସେ ଦୈତ୍ୟରାଜ ପୁରୀ ତହିଁ ରଖାଇଲା ନେଇ ସକଳ ସୁନ୍ଦରୀ। ଅହରହ ମଦ୍ୟପାନେ ହୋଇଣ ଉନ୍ମତ୍ତ ବଳେ ଲୁଟି କଲା ସତୀ ନାରୀଙ୍କ ସତୀତ୍ୱ। ଯେ କାଳେ ମଦ୍ୟପାନରେ ମତୁଆଳ ହୁଏ ସେ କାଳେ ସମନ ପରେ ସମନ ବୋଲାଏ। ସେ ଦୈତ୍ୟପତିର କ୍ରୋଧ ଅତି ବଳିୟାର ଅପ୍ରକାର ଭାଷା ମୁଖେ ଭାସେ ନିରନ୍ତର। ମଦ ମାଂସ ଆହାରେ ସେ ହେଲା ବେଳେ ମତ ଗନ୍ଧର୍ବେ କରନ୍ତି ଗାନ ତୋଷିବାକୁ ଚିତ୍ତ। ଅପ୍ସରୀ କରନ୍ତି ନୃତ୍ୟ ନାନା ଭଙ୍ଗୀ କରି ଭାଟେ ସ୍ତୁତି ଆରମ୍ଭନ୍ତି ପ୍ରାଣେ ଡରି ଡରି। ସିଦ୍ଧ ଆବର ପନ୍ନଗ ମାନେ ଭିତ ମନେ ହୋଇଥାନ୍ତି ଅନୁଗତ ଦୈତ୍ୟ ସନ୍ନିଧାନେ। ବିଷ୍ଣୁ ଭକ୍ତ ପରାୟଣ ମୁନି ଋଷି ଗଣ ଗହନ ବନରେ ଲୁଚି ଥାନ୍ତି ଅନୁକ୍ଷଣ। ଅତି ଆର୍ତେ ବିଷ୍ଣୁ ପଦେ ଧ୍ୟାନକୁ ଲଗାଇ ଡାକୁଥାନ୍ତି ନିରବଧି ରଖ ଭାବ ଗ୍ରାହୀ। ଏମନ୍ତ ପ୍ରକାରେ ଦୁଷ୍ଟ ପ୍ରତାପୀ ରାକ୍ଷସ କେତେବେଳେ ପ୍ରାଣୀ ପ୍ରାଣେ ଦେଉଥାଏ କ୍ଲେଶ। ତାହାର ପ୍ରତାପେ ଧରା ଭଏ ଥର ହର ଭଏ ତ୍ରସ୍ତ ନାଥ ନର ଅମର ନିକର। ଏହି ପ୍ରକାରେ ହିରଣ୍ୟ କଶିପୁ ଦଇତ ବଡ଼ି ମାପଣରେ ସର୍ବ କଲା ଜରା କରାୟତ। ତାହାର ବାଳୁତ ପୁତ୍ର ପ୍ରହ୍ଲାଦ ନାମ ନିରତେ ସାଧୁ ପ୍ରକୃତି ସର୍ବଗୁଣ ଧାମ। ବାଲ୍ୟ ପାଠ ଗୁରୁ ଗୃହେ ପଠନ କରଇ ମନେ ମନେ ବିଷ୍ଣୁଙ୍କୁ ସେ ସଦା ଥାଏ ଧ୍ୟାଇ। ଦିନ କରେ ଦୈତ୍ୟପତି ହିରଣ୍ୟକଶିପୁ ଭୋଳ ଅଛି ମଦ୍ୟପାନେ ଫୁଲାଇଣ ବପୁ। ଡକାଇଲା ନିଜ ପୁତ୍ର ପ୍ରହ୍ଲାଦକୁ ପାଶେ ଗୁରୁ ସଙ୍ଗେ ପ୍ରହ୍ଲାଦ ମିଳିଲା ହରସେ। ପିତାର ଚରଣ ତଳେ ନମସ୍କାର କଲା ଉଠି ପୁଣି କର ଯୋଡ଼ି ଆଗେ ଉଭା ହେଲା। ପୁତ୍ରର ଭକତି ନେତ୍ରେ ଦେଖି ଦୈତ୍ୟସ୍ୱର ହସ୍ତ ଧରି ତୋଳି ନେଲେ କୋଳକୁ ତାହାର। ସ୍ନେହ ଭରେ ମୁଖେ ତାର ଦେଲା କଚୁମ୍ବନ କହିଲା ସନ୍ତୁଷ୍ଟ ମନେ ସୁମିଷ୍ଟ ବଚନ। କହ ବତ୍ସ ପ୍ରହ୍ଲାଦ ମୋହର ଆଗରେ ବହୁଦିନ ଋତ ବାବୁ
ବିଦ୍ୟା ଅଭ୍ୟାସରେ ନିଜେ ନିଜେ କଷ୍ଟେ ସହି ଗୁରୁ ଗୃହେ ଯାଇ ଶିକ୍ଷା କଲୁଣି ଆଜକୁ କି ପାଠ ତୁହି ଶୁଣିଲେ ତ ମୁଖ ମୁହିଁ ହୋଇବି ସନ୍ତୋଷ କହ ବାବୁ କେଉଁ ବିଦ୍ୟା କରୁଛୁ ଅଭ୍ୟାସ ପ୍ରହ୍ଲାଦ ବାଚ ତାହା ଶୁଣି ପ୍ରହ୍ଲାଦ ବୋଲେ ଶୁଣ ଯେ ପିତା ଯାହା ଶିକ୍ଷା କରିଅଛି କହୁଛି ସେ କଥା ଆଦି ମଧ୍ୟ ଅନ୍ତ ଯାର କିଛି ମାତ୍ର ନାହିଁ ତାହାର ବିନାଶ କେବେ ହେଲେ ନ ଘଟଇ ସର୍ବ କାରଣ କରତା ଯେ ଅଚ୍ୟୁତ ପ୍ରଣାଣ ତାପାଦେ ନମ ନମ ଲକ୍ଷ୍ମୀକାନ୍ତ ପରାଶର ଉବାଚ ଏହା କହିଲେ ପ୍ରହ୍ଲାଦ ପ୍ରେମ ଭକ୍ତି ଭୋଳେ ବେନି ନେତ୍ର ପୂର୍ଣ୍ଣ ହେଲା ଆନନ୍ଦାଶ୍ରୁ ଛଳେ ପୁତ୍ର ମୁଖୁ ଏହା ଶୁଣି ରାକ୍ଷସ ରାଜନ କଟ କଟ କରି ତହୁଁ ବୁଲାଇ ନୟନ ପ୍ରହ୍ଲାଦର ଗୁରୁ ପ୍ରତି ଅତି କୋପେ ଚାହେଁ ଇତର ପରାଏ ମତେ ମଣିଛୁ କି କହେ ଆରେ ରେ ନିଲଠା ବ୍ରହ୍ମ କୁଳର ଧମ ଏହି କିବା ଅଟେ ତୋର ଧର୍ମ କରମ କିବା ଶିକ୍ଷା ଦେଇଅଛୁ ପୁତ୍ରକୁ ମୋହର ନ ଶୁଣେ କର୍ଣ୍ଣେ କଦାପି ନାମକୁ ଯାହାର ସେହି ବିଷୟରେ ସ୍ତୁତି ପାଠ କି ସାହସେ ଶିଖାଇଛୁ ପ୍ରହ୍ଲାଦକୁ କହ ମୋର ପାଶେ ମୋର ଆଜ୍ଞାକୁ ଅବଜ୍ଞା କରି କି କାରଣେ ଏହି ଶିକ୍ଷା ଦେଇଅଛୁ କିମ୍ପା ପ୍ରାଣପଣେ ପରାଶର ଉବାଚ ତହୁଁ ଦୈତ୍ୟପତି ଅତି କ୍ରୋଧ ମନ ହୋଇ ପ୍ରହ୍ଲାଦର ଗୁରୁ ପ୍ରତି ଏମନ୍ତ କହଇ ଭୟେ ତ୍ରସ୍ତ ହୋଇ ତହୁଁ ପ୍ରହ୍ଲାଦର ଗୁରୁ କହିଲା କାକୁଷ୍ଠେ ଶୁଣ ଦୈତ୍ୟ କୁଳ ମେରୁ ଗୁରୁବାଚ କିମ୍ପା ମୋ ଉପରେ କ୍ରୋଧ କର ଦୈତ୍ୟ ଈଶ ଏଥିରେ ମୋହର ନାହିଁ ତିଳେ ମାତ୍ର ଦୋଷ କ୍ରୋଧ ପରିତ୍ୟାଗ କର ଆହେ ନୃପମଣି ମୋହ ଠାରୁ ଶୁଣ ଏବେ ଯଥାର୍ଥ କାହାଣୀ ଯେଉଁ ବାକ୍ୟ ପ୍ରକାଶିଲା ଆପଣଙ୍କ ପୁତ୍ର ପଢ଼ାଇ ନାହିଁ ମୁଁ ତାକୁ ତାହା ତିଳେ ମାତ୍ର ଉପଦେଶ ପାଠକୁ ସେ ନ କହିଛା ମୁରେ ଅନ୍ୟ ପାଠ ପ୍ରକାଶୁଛି ନିଜ ସ୍ୱଇଚ୍ଛାରେ କାହୁଁ ଅବା ଏ ପାଠକୁ ଅଭ୍ୟାସ କରିଛି ଏହାର କାରଣ କିଛି ବୁଝି ନ ପାରୁଛି ହିରଣ୍ୟକଶିପୁ ବାଚ ଗୁରୁ ମୁଖୁ ଏହି ବାଣୀ ଶୁଣି ଦୈତ୍ୟମଣି କହିଲା ପ୍ରହ୍ଲାଦ ଆଡ଼େ ଚାହିଁ ତତକ୍ଷଣି କହରେ ବାପ ପ୍ରହ୍ଲାଦ ମୋହର ବଚନ ପଢ଼ିଲୁ ତୁ ଯେଉଁ ପାଠ ମୋର ସନ୍ନିଧାନ ଏହି ଉପଦେଶ କେବା ଦେଇଅଛି ତୋତେ କାହୁଁ କିପରି ଶିଖିଲୁ କହ ତାହା ମୋତେ କେବା ତୋତେ କରିଅଛି ଏ ଅନୁଶାସନ ପଢ଼ାଇ ନାହିଁ ତ ଗୁରୁ ଏହା କଦାଚନ ବାରଣ ମୁଁ କରିଥିଲି ଏ ବିଷୟ ତୋତେ କେଉଁ ଗୁରୁ ଠାରୁ ତୁହି ଶିଖିଲୁ କେମନ୍ତେ ପ୍ରହ୍ଲାଦ ବାଚ ଶୁଣ ପିତା ଯେଉଁ ହରି ଶାସନ କରତା
सत्य सनातन विष्णु विश्व पिता माता तांको बिना अच्छी केबा आउ गुरुजन के अबा करि पारई काहाकु शासन कहिली मु जेउ पाठ से जे सर्वसार अधिके कि जणाइबी छामुरे तुम्भर ए अमूल्य पाठ केबा देई पारे मोते एमंते के जने पिता अछि ए जगते सेहि सर्वेश्वर हरि देव नारायण दुखी दुख हारी हर्ता कर्ता त्राण सर्व कारण तारण भकत वत्सल विपद भंजन हरि प्रभु आदि मूल जोगी ऋषि वर जेहु मानस रंजन सेहि लीलामय जगत गुरु निरंजन मोते ही पाठ शिक्षा देइछन्ति सेहि तेणु मोर मने भय चिंता किछि नाही। पराशर उवाच प्रह्लाद मुखरु दैत्य एहि बाणी शुणी अति क्रोध भर होई उठे शिर झुणी जलिला कोपनल होई दाउ दाउ गर्जन तर्जन करी कहे तोଳି बाहु हिरण्यकशिपु उवाच आरे रे निर्लज शिशु आरे कुलांगार मोर सुजन्मी हेलु विष्णुर किंकर निर्भीक होइन पुणी कहुछु मो पासे विष्णु विश्वपति बोली केवण साहसे जाहार प्रशंसा करू आरे मंद बुद्धि से किए से ताहाकु मु न जाने अवधि से तोते कला काहिंकी एमंत पागल बारंबार बखाणुछु ता क्षमता बल एक विपरीत मोर रे दुर्बुद्धि सूत मो साक्षाते तार जस बनुछु के मंत न कह तु पुनर्बार सेहि हरि कथा कहिले छेदिबी निश्चय ए खड्गे तो मथा हीन आचरण तोर छाड़ छाड़ दुष्ट तान हिले जानी था तो मरण निकट हिरण्यकशिपु क्रोधे कहन्ते परी प्रह्लाद बोलई अतिशय दैन्य करी प्रह्लाद उवाच आहे पिता महाशय धरुछि मो पाद वृथा किंपा मो उपरे करुअछ क्रोध शबद गोचर नाही परम पदर जाहा ठारु उत्पत्तिए विश्व चराचर जेहु अखिल जगत व्यापक अटई विष्णुमय ए जे विश्व सारा प्रकटई जेते जाहा देखुअछ सबु विष्णु माया सर्वजीवंकर विष्णु एकमात्र काया सर्व घटे अधिष्ठान सदा विष्णुंकर एपरि स्थान जे नाही विष्णु नथिबार जेहु विष्णु सेहु शिव नमन हे आन चराचर सर्वत्र ही विष्णु विद्यमान अनिले अनले विष्णु सर्वदा उदय जले विष्णु स्थले विष्णु विष्णु सर्वमय विष्णुंक महिमा राशि अटय अनंत तिनि पुरे विष्णुंकर
ପାଇବ କେ ଅନ୍ତ। ବିଷ୍ଣୁ ସର୍ବହର୍ତ୍ତା କର୍ତ୍ତା ଧାତାର ବିଧାତା। ବିଷ୍ଣୁ ସର୍ବ ପ୍ରାଣୀଙ୍କର ସଖା ପିତା ମାତା। ବିଷ୍ଣୁ ଶିବ ବନ୍ଦନୀୟ ବ୍ରହ୍ମାର ଆରାଧ୍ୟ। ବିଷ୍ଣୁଙ୍କର ତ୍ରିଭୁବନେ ଅଛି କେ ଅସାଧ୍ୟ। ବିଷ୍ଣୁ ହିଁ ଯମର ଯମ ମହାବଳବନ୍ତା। ବିଷ୍ଣୁ ହିଁ ସର୍ବଦେବତା ମାନଙ୍କ ଦେବତା। ବିଷ୍ଣୁ ଅବ୍ୟକ୍ତ ସୁବ୍ୟକ୍ତ ଅକ୍ଷୟ ଅବ୍ୟୟ। ବିଷ୍ଣୁ ମହିମା ଜାଣନ୍ତି ବିଷ୍ଣୁ ଭକ୍ତ ଚୟ। ବିଷ୍ଣୁ ବିନା ଆଉ ଜଣେ ବଡ଼ କେହି ନାହିଁ। ବିଷ୍ଣୁଙ୍କ ଗୁଣକୁ ବର୍ଣ୍ଣି ନ ପାରନ୍ତି କେହି। ହେ ପିତାମହର ପୁଣି ତୁମ୍ଭର ଯେ ଇଷ୍ଟ। ସେ ବିଷ୍ଣୁଙ୍କୁ ନ ଚିହ୍ନିଣ ଆବର ନିଷ୍ଟ। କ୍ରୋଧ ତ୍ୟାଗ କରି ପିତା ବିଷ୍ଣୁ ନାମ ଭଜ। ବିଷ୍ଣୁଙ୍କ ଉପରେ ନାହିଁ କେ ରାଜାଧିରାଜ। ଏତେକ କହିଲା ଯହୁଁ ପ୍ରହ୍ଲାଦ ନିର୍ଭୟେ। ମହାକ୍ରୋଧେ ଦୈତ୍ୟପତି ଅସି ଚମକାଏ। ଭୃତ୍ୟମାନଙ୍କୁ ସେ ଦୁଷ୍ଟ ତରାଟି ଚାହିଁଲା। ସକ୍ରୋଧେ ପାଟି ବିସ୍ତାରି ଏମନ୍ତ ବୋଇଲା। ହିରଣ୍ୟକଶିପୁ ବାଚ ଆରେ ଭୃତ୍ୟଗଣ ଶୁଣ ମୋହର ଆଦେଶ। ଆରେ କୁଳାଙ୍ଗାରକୁ ନ କର ବିଶ୍ୱାସ। ଶୀଘ୍ରେ ବେଢ଼ି ଆଣ୍ଟ କରି କରରେ ବନ୍ଧନ। ଅନ୍ୟ ଗୁରୁ ଗୃହେ ଛାଡ଼ି ଆସରେ ବହନ। ଯେପରି ସେ ଗୁରୁ ୟାକୁ ଶାସନ କରିବ। ନିଷ୍ଠୁରତା ଆଚରଣେ ନାନା ଶାସ୍ତି ଦେବ। କେବାୟାର ଗୁରୁଦେବ ଆଜ୍ଞା ମତେ ମୋର। ପଢ଼ାଇବ କୁଳ ଧର୍ମ ପାଠ ନିରନ୍ତର। ଛଡ଼ାଇ ଦେବ କେୟାର ବିଷ୍ଣୁ ଆରାଧନା। ଏମନ୍ତ ଗୁରୁ ପାଶରେ ଛାଡ଼ିଆ ସକିନା। ପରାଶର ଉବାଚ ଏହିପରି ଆଜ୍ଞା ଦେଲା ଯହୁଁ ଦୈତ୍ୟରାଜ। ପ୍ରହ୍ଲାଦକୁ ବେଢ଼ିଲେ ସେ ଭୃତ୍ୟ ଧନୁଜ। ଅତି ନିବିଡ଼େ ତା ହାତ ଗୋଡ଼କୁ ବାନ୍ଧିଲେ। ଧମକ ଦେଖାଇ ସଙ୍ଗେ ସଙ୍ଗେ ଘେନି ଗଲେ। ଅପର ଗୁରୁ ଗୃହରେ ଅଇଲେ ସେ ଛାଡ଼ି। ଆନନ୍ଦ ହୁଏ ପ୍ରହ୍ଲାଦ ବିଷ୍ଣୁ ମନ୍ତ୍ର ପଢ଼ି। ଗୁରୁ ଯା ପଢ଼ାନ୍ତି ତାହା ନ ପଢ଼େ କଦାପି। ଉଲ୍ଲାସ ହୁଅଇ ନୀତି ବିଷ୍ଣୁ ନାମ ଜପି। ଏହି ପରକାରେ ଗତ ହେଲା କିଛି ଦିନ। ପୁଣି ଦୈତ୍ୟରାଜ ହୋଇ ହରଷିତ ମନ। ଡକାଇ ପ୍ରହ୍ଲାଦକୁ ଆପଣାର ପାଶେ। ପଚାରିଲେ ପାଠ କଥା ଅତ୍ୟନ୍ତ ସନ୍ତୋଷେ। ହିରଣ୍ୟକଶିପୁ ବାଚ କହରେ ବାପ ପ୍ରହ୍ଲାଦ ଏବେ ମୋ ଆଗରେ। କି ବିଦ୍ୟା ପଢ଼ିଲୁ ଯାଇ ନୂଆ ଗୁରୁ ଠାରେ। ପୂର୍ବ ଭୂତକୁ ଛାଡ଼ି ଦେଇଛୁ ନା ତୁହି। ପୂର୍ବ ଭୂତକୁ ଛାଡ଼ି ପଢ଼ିଛୁ ନା ଯାଇ। ପ୍ରହ୍ଲାଦ ବାଚ ପ୍ରହ୍ଲାଦ କହେ ପିତା ମନ ଦେଇ ଶୁଣ। ଏ ଜଗତ ସାଜିଛନ୍ତି ଯେଉଁ ନାରାୟଣ। ଯାହାଙ୍କ ଠାରୁ ସରବ ଜୀବ ଆତ ଜାତ। ଯେ ବିଷ୍ଣୁ ଅଟନ୍ତି ସମସ୍ତଙ୍କ ତାତ ମାତ। ସେହି ଲୀଳାମୟ ହରି ଦୟା କରିବାରେ। ପ୍ରସନ୍ନ ହୁଅନ୍ତି ତୁମ୍ଭ
ମୋହର ଉପରେ। ହେ ପିତା କାହାର ଏକା ନୁହନ୍ତି ସେ ପ୍ରଭୁ, ଯାବତ ପରଜାଙ୍କର ଅଟନ୍ତି ସେ ବିଭୁ। ତାଙ୍କ ପ୍ରତି କିମ୍ପା ଏତେ ବହୁ ଅଛ କୋପ, ସେହି ପରମ ବ୍ରହ୍ମ ବିଷ୍ଣୁ ତ୍ରିଭୁବନ ଭୂପ। ହିରଣ୍ୟକଶିପୁ ଉବାଚ କେଉଁ ଦୁରାଚାର ଆସି ଏହି ବାଳକର, ଦୁର୍ବୁଦ୍ଧି ଦେଇଛି ହୃଦେ କରି ଅଧିକାର। ତେଣୁ ତା ଭାବେ ଅଭୀଷ୍ଟ ହୋଇ ଏ ମୂରୁଖ, ଭାସୁଅଛି ବିପରୀତ ମୋ ଆଗେ ପ୍ରତ୍ୟକ୍ଷ। ପ୍ରହ୍ଲାଦ ଉବାଚ ଏ କାମ ହୃଦରେ ନୁହେଁ ସବୁରି ହୃଦରେ, ରହିଛନ୍ତି ଦୟାମୟ ସମାନ ଭାବରେ। ତେଣୁ ଦୟାମୟ ହରି ତାହାଙ୍କର ନାମ, ମୁକୁନ୍ଦ ମୁରାରି ବିଷ୍ଣୁ ଶ୍ରୀ ପୁରୁଷୋତ୍ତମ। ଜଗତ ଯାକର ସ୍ୱାମୀ ପ୍ରଭୁ ନାରାୟଣ, ତାଙ୍କୁ ଅହଙ୍କାର ପିତା କର କାରଣ। ପରାଶର ଉବାଚ ବାଳକ ପ୍ରହ୍ଲାଦ ଦୃଢ଼େ ଏହିପରି ବାଣୀ, କହନ୍ତି ନିର୍ଭୟେ ତାହା ଶୁଣି ଦୈତ୍ୟମଣି। କ୍ରୋଧେ ପ୍ରଜ୍ୱଳିତ ହୋଇ ଦୈତ୍ୟ କୁହକାରୀ, ବୋଲେ କୁଳାଙ୍ଗାରକୁ ଦିଅ ଦୂର କରି। ପୁଣି ଗୁରୁ ଗୃହେ ଯାଇ ସୁଶିକ୍ଷିତ ହେଉ, ଯେ ମୋ ଶତ୍ରୁ ତାର ସ୍ତବ ଶିକ୍ଷା କଲା କାହୁଁ। ଦୈତ୍ୟପତିଙ୍କର ଏହି ଆଦେଶକୁ ଶୁଣି, ବଳାତ୍କାରେ ଭୃତ୍ୟ ନେଲେ ପ୍ରହ୍ଲାଦକୁ ଟାଣି। ଗୁରୁ ଗୃହେ ଛାଡ଼ି ପୁଣି ଆସିଲେ ଲେଉଟି, ନିରତେ ଭଜେ ପ୍ରହ୍ଲାଦ ବିଷ୍ଣୁ ନାମ ଗୋଟି। ଏହିପରି କିଛି ଦିନ ଗତ ହୋଇଗଲା, ପୁନର୍ବାର ଦୈତ୍ୟ ପ୍ରହ୍ଲାଦକୁ ଡକାଇଲା। ପାଶେ ଆସି ପଚାରିଲା ଆରେ ବତ୍ସ ମୋର, କି ବିଦ୍ୟା ଅଭ୍ୟାସୀ ଅଛୁ କହ ତୁ ଏଥର। ଦୁର୍ବୁଦ୍ଧି ଏବେ ତୋହର ଯାଇଛି ନା ଛାଡ଼ି, ତହୁଁ ପ୍ରହ୍ଲାଦ କହେବେନି କର ଯେ ଯୋଡ଼ି। ପ୍ରହ୍ଲାଦ ଉବାଚ ଜଗତ ଜୀବନ ପରି ପରମ ପୁରୁଷ, ଯାହାଙ୍କ ଆଜ୍ଞାରେ ଚଳୁଅଛି ଏ ତ୍ରିଦଶ। ଯେଉଁ ନାରାୟଣ ବିଷ୍ଣୁ ଅଗତିର ଗତି, ସୁପ୍ରସନ୍ନ ହୁଅନ୍ତୁ ସଦା ସେହୁ ଆମ୍ଭ ପ୍ରତି। ବାରମ୍ବାର ପ୍ରହ୍ଲାଦ ଏପରି କହନ୍ତେ, ପୁତ୍ର ସ୍ନେହ ଦୈତ୍ୟପତି ତେଜି କ୍ରୋଧ ଚିତ୍ତେ। ଦୂତମାନଙ୍କୁ ବୋଇଲା ହୋଇ ଅତିରୁଷ୍ଟ, ମନ୍ଦ ଛଡ଼ା ଭଲ କେବେ ନୋହିଲା ଏ ଦୁଷ୍ଟ। ହିରଣ୍ୟକଶିପୁ ଉବାଚ ନିୟରେ ଘାତକ ଗଣ ଏ ପାଜିକି ନିଅ, ଗଣ୍ଡି ମୁଣ୍ଡ ୟାର ଖଣ୍ଡ ଖଣ୍ଡ କରି ଦିଅ। ଯଦି ଏ ଜୀବିତ ଥିବ ଆଗକୁ ମୋ ପକ୍ଷେ, ବହୁ ଅନିଷ୍ଟ କରିବ ଜାଣୁଛି ପ୍ରତ୍ୟକ୍ଷେ। ପରାଶର ଉବାଚ ହେ ମୈତ୍ରେୟ ଦୈତ୍ୟରାଜ ଆଜ୍ଞା ଘେନି ଶିରେ, ଦୁରାତ୍ମା ବଧକ ଗଣ ଅସ୍ତ୍ର ଧରି କରେ। ଡରାଣ ଦେଖାଇ ଶିଶୁ ଭକ୍ତ ପ୍ରହ୍ଲାଦେ, ଉଦ୍ୟତ ହୋଇଲେ ବଧି ବାକୁ ଅତି କ୍ରୋଧେ। ବିଷ୍ଣୁ ଭକ୍ତ ପ୍ରହ୍ଲାଦ କହେ ଦମ୍ଭ ଚିତ୍ତେ, ଦେଖିବଇଁ କେହ୍ନେ ତୁମ୍ଭେ ହାଣିବ ତମତେ। ଆରେ ଅନ୍ୟାଚାରୀ ଦୁଷ୍ଟେ ଏଡ଼େ ଜ୍ଞାନହୀନ,
ତୁମ୍ଭେ କି ନ ଜାଣ ସର୍ବମୟ ଭଗବାନ। ତୁମ୍ଭ ଦେହେ ମୋର ଦେହେ ଏଇ ଶସ୍ତ୍ରେ ପୁରୀ, ଅଛନ୍ତି ଜଗତନାଥ ଦୟାମୟ ହରି। ଏହା ଯେବେ ସତ ହୋଇଥିବରେ ପାମରେ, ମାରି ନ ପାରିବ କେବେ ନ ଛାର ଅସ୍ତ୍ରରେ। ମାଇଲେ ମାରିବେ ହରି, ରଖିଲେ ରଖିବେ, ତାଙ୍କ ବିନୁ କାର କେଉଁ ସାଧ୍ୟ ଅଛି ଭବେ। ପ୍ରହ୍ଲାଦର କଥା ଶୁଣି ସେ ବଧକ ଗଣେ, ପରିହାସ କରି ଛଳାଇଣ ଜଣେ ଜଣେ। ବୋଇଲେ ଆରେ ଅବଧ ଦେଉ କେତେ ଶିକ୍ଷା, ଏକ୍ଷଣି ବଧିବୁ ତୋତେ କେ କରିବ ରକ୍ଷା। ଏହା କହି ତୀକ୍ଷ୍ଣ ଅସ୍ତ୍ର ମାନ ଉଞ୍ଚାଇଲେ, ଚାହୁଁ ଚାହୁଁ ଘନ ଘନ ପ୍ରହାର କରିଲେ। ପ୍ରହ୍ଲାଦ ଅଙ୍ଗେ ଅସ୍ତ୍ର ବାଜି ଭାଙ୍ଗି ଗଲା, ଖଣ୍ଡ ଖଣ୍ଡ ହୋଇ ସର୍ବ ଭୂମିରେ ପଡ଼ିଲା। ବ୍ୟର୍ଥ ହେଲା ଅସ୍ତ୍ର ଶସ୍ତ୍ର ବିଷ୍ଣୁଙ୍କ ମାୟାରେ, ଦେଖୁଥିଲେ ଦୈତ୍ୟପତି ତାହା ପ୍ରତ୍ୟକ୍ଷରେ। ଶତ ଶତ ଅସ୍ତ୍ର ଶସ୍ତ୍ର ଭଗ୍ନ ହୋଇଗଲା, ପ୍ରହ୍ଲାଦକୁ କୌଣସି କଷ୍ଟ ନ ଲାଗିଲା। ସୁଶାନ୍ତ ସୁସ୍ଥ ସରଳ ତାର ଅପଘନ, ବିରାଜି ଉଠିଲା ତେଜ ତପନ ସମାନ। ଦେଖି ତାହା ଆଚମ୍ବିତ ହେଲା ଦୈତ୍ୟେଶ୍ୱର, ବୁଝାଇ କହିଲା ପ୍ରହ୍ଲାଦକୁ ସତ